ଲଘୁଚାପ ଜନିତ ଲଗାଣ ବର୍ଷା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। କୋରାପୁଟ ଜିଲ୍ଲା ଜୟପୁର ଲଗାଣ ବର୍ଷାରେ କେଉଁଠି ଘର ଭାଙ୍ଗି ଯାଇଛି ତ ପୁଣି ଅନ୍ୟ କେଉଁଠି ଘରେ ପାଣି ପଶିଗଲାଣି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ବ୍ଲକ ଅନ୍ତର୍ଗତ ଗରପଦର ଗ୍ରାମ ପଞ୍ଚାୟତ ଗରପଦର ଗ୍ରାମଠାରେ। ଏହି ପଞ୍ଚାୟତରେ ଉର୍ଦ୍ଧବ ମାଛ ନାମକ ଗୋଟିଏ ପରିବାରର ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ସରକାରୀ ସହାୟତା ଦ୍ୱାରା ପ୍ରଶାସନ ପକ୍ଷରୁ ପରିବାର ପାଖରେ ପ୍ରାଥମିକ ସାହାଯ୍ୟ ଓ ପଲିଥିନ୍ ପହଞ୍ଚିଥିଲା। ଜୟପୁରରୁ କ୍ୟାମେରାମ୍ୟାନ୍ ମନୋରଞ୍ଜନ ଗୌରଙ୍କ ସହ ବିରଚି ପି ମଣିକାଣ୍ଟା ରାଓଙ୍କ ରିପୋର୍ଟ, ONI ନ୍ୟୁଜ୍।